श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि रविवार। आसंतो प्रथमे सूर्य को वंदना करिबा, तापरे सूर्य पुराण आरंभ करिबा। किछि समय हेउ पछे निश्चय सुनिबे। जय हे छाया रमण जगत गोसाई, धर्म रूपे पृथ्वी रे अछौ देह तब तेज पाई देव त्रिलोक जीवित, तब विहीने संसार हुए रसागत। काल जम जई तुम्भे बिरंची भास्कर, पापी गति मुक्ति दाता जमक पियर। त्रिभुवन कर्ता नाथ अतुल विभूति, सर्वदेवंक ग्रणी सर्वग्रहपति। तब हेतु चराचर जीवन धरंती, संबर दैत्य कुदेव कल विनाश्यति। अपार महिमा देव धर्म निरंजन, दिगपाल मध्ये देव अटहे प्रधान। प्रतिदिन जे तुम्भर नाम को जपई, जमदंड ताहाकु जे तिले न बाधई। देव दिवाकर त्रिलोकर नाथ, जय जय प्रभु शनिश्चरंकर तात। तब कीर्ति महिमा को सरल भाषा रे लेखिबी बोलिना जनाउछि श्रीपୟରେ। तब दया हेले पदमान हेब दृश्य, एहि भिक्षा श्री चरणे जे कश्यप शिष्य। एबे आसंतु सूर्य पुराण आरंभ करिबा। अष्टादश अध्याय। आजिर विषय रहिछि खनि नेत्र नृपति कथा। पार्वती उवाच, भक्ति भरे शंकरंकु चाहि भगवती, प्रेम अश्रु बरसाई एसन कहंती। आहे नाथ मोह परे प्रसन्न होइण, एहा परे किस हेला कुह विस्तारिण। शंकर उवाच, पार्वती भक्ति भाव देखि दिगंबर, बोइले शुण गो देवी मन करि स्थिर। बविंशर पुत्र नाम अटे खनि नेत्र, तार गुण गो सखी अटई विचित्र। वीर मानक मध्यरे से अटे प्रधान, दान पुण्य रे सर्वदा थाए तार मन। अयुत संख्यारे अश्वमेध यज्ञ कला, समग्र पृथ्वी की से ब्राह्मणे दान देला। तपस्यारंभित ही कीर्ति से अर्जिला, दुखी रंकी देखी बहु धन भीतरिला। प्रतिदिन धन रत्न दान करुथाए, तारा जे भिकारी होई नथिले गोटिए। पितृयज्ञ पाई से नृपति खनि नेत्र, अरण्य को चली गला होई आनंदित। पुत्र कन्याहीन से काकी कले बने,
ସୈନ୍ୟ ସାମନ୍ତ ମଧ୍ୟରୁ ନ ନେଲେ କ ଜଣେ ଅଶ୍ୱପୃଷ୍ଠେ ଆରୋହୀ ଖଡ଼ଗ ଧନୁଷର କରେ ଧରି ମୃଗ ଖୋଜୁଛନ୍ତି ସେ ବନର ଏକାଳେ ଗୋଟିଏ ମୃଗ ରାଜାଙ୍କ ପାଶର ରହି ବୋଇଲେ ସେ ରାଜା ମୋତେ ବଧ କର ତାହା ଶୁଣି ଆଚମ୍ବିତ ହେଲେ ନରପତି ମୃଗକୁ ଚାହିଁଣ ପୁଣି କହିଲେ ଭାରତୀ ଆରେ ମୃଗବର ଏହି କାନନ ମଧ୍ୟରେ ଯେତେ ମୃଗମାନେ ସର୍ବେ ପଳାନ୍ତି ଭୟରେ ତୋର କିମ୍ପାଇଁ ବଳିଛି ମରଣରେ ଶ୍ରଦ୍ଧା ଶୁଣି ସେ ମୃଗ କହି ମନେ ପାଇ ବାଧା ଆହେ ନରପତି ଯାହା ପଚାରିଲେ ମୋତେ ସାବଧାନେ ଶୁଣ ତାହା କହୁଛି ଏକାନ୍ତେ କନ୍ୟା ପୁତ୍ର ନାହାନ୍ତି ଯେ ଅପୁତ୍ରିକ ମୁହିଁ ତେଣୁ କରି ନିରର୍ଥକ ଏ ଦେହ ଅଟଇ ଏ ଜୀବନ ଧରିବାରେ କିବା ପ୍ରୟୋଜନ ଆପଣଙ୍କ ରାଜି ଥାଇ ହେଲା କର୍ମହୀନ ତେଣୁ କହୁଅଛି ମୋତେ ତୁମ୍ଭେ ବଧ କର ମୌନ ହୋଇଲା ମୃଗ କହିଣ ଏ ଗିର ଏ ସମୟ ବନୁ ଆଉ ଏକ ଗୋଟି ମୃଗ ଆସି ବୋଇଲା ମୋ ଶିର କାଟ ମହାଭାଗ ଏ ମୃଗକୁ ଅକାରଣେ ବଧିବ କାହିଁକି ଅଯୋଗ୍ୟ ଏହାର ମାଂସ ଖାଇ ଯୋଗାଇକି ଶ୍ୱାନ ଶିବା ନ ଭକ୍ଷନ୍ତି ଅପୁତ୍ରିକ ମାଂସ କିପରି ଏ ମାଂସେ ଯଜ୍ଞ କରିବ ନରେଶ ମୋହର ମାଂସ ପବିତ୍ର ଅଟଇ ନିଶ୍ଚୟ ମୋତେ ବଧି ମାଂସ ଯଜ୍ଞ କର ନର ରାୟ ଭୋଜନ କରିଣ ତୁମ୍ଭ ପିତୃଲୋକମାନେ ବର ଯାଚି ଦେବେ ନିଶ୍ଚୟ ଯଜ୍ଞ କଲା କ୍ଷଣେ ସେ ମୃଗ ବଚନ ଶୁଣି କରି ନରପତି ଅତି ଆଶ୍ଚର୍ଯ୍ୟ ହୋଇଣ ତାହାକୁ ପୁଛନ୍ତି ଆରେ ମୃଗ କାହିଁକି ତୁ କହୁଏ ବଚନ ଅପୁତ୍ରିକ ଯୋଗୁଁ ଦେଉଛି ଏ ମୃଗ ପ୍ରାଣ ତୁ କାହିଁକି ପ୍ରାଣ ଦେବୁ ତା କାରଣ କହ ଶୁଣିଲା ବେଳୁ ମୋ ମନେ ଲାଗୁଛି ସନ୍ଦେହ ରାଜାଙ୍କ ବଚନ ଶୁଣି ମୃଗ କହେ ବାଣୀ ହେ ନୃପ କହୁଛି ମୋର ଦୁଃଖର କାହାଣୀ ବହୁ ପୁତ୍ର କନ୍ୟା ମୋର ଜାଣ ମହୀପତି ତାହାଙ୍କ ଖାଇବା ଚିନ୍ତା ମୋତେ ଲାଗେ ନୀତି ସେହି ଦୁଃଖ ଅଗ୍ନିରେ ପଡୁଛି ମୋର ଦେହି ଧର୍ମ କର୍ମ କିଛି କରି ନ ହେଥିପାଇଁ ତୁମ୍ଭର ସ୍ନେହରେ ମୋହ ହୋଇପାଏ ଦୁଃଖ ତେଣୁ କହୁଅଛି ମୋତେ ମାର ହେ ପ୍ରତ୍ୟକ୍ଷ ମୋ ମାଂସକୁ ନେଇ ଶୀଘ୍ର ଯାଗ ଯଜ୍ଞ କର ତବ ଶ୍ରୀ ଛାମୁରେ ହିଁ ନିବେଦନ ମୋର ପୁତ୍ର ପାଇଁ ତୁମ୍ଭେ ତ କରୁଛ ପିତୃ ଯାଗ ତେଣୁ ବନେ ଆସିଅଛ ମାରିବାକୁ ମୃଗ ଯେବେ ହି ଅପୁତ୍ରିକ ମୃଗ ମାଂସ ନେବ ତୁମ୍ଭ ପୂର୍ବ ଜାତ ଧର୍ମ କର୍ମ ନାଶ ହେବ ଯେନେ ସୁଗନ୍ଧିନୀ ରହେ ଦୁର୍ଗନ୍ଧ ସ୍ଥାନରେ ଏହା ମାଂସେ ଧର୍ମ ହାନି ହେବ ସେ ପ୍ରକାରେ ରାଜା ବୋଇଲେ ଯଦ୍ୟପି ପୁତ୍ର କନ୍ୟା ପାଇ ଚିନ୍ତା ଅନଳେ ଦହନ ହୁଏ ମୋର ଦେହି ତେବେ ସନ୍ନ୍ୟାସୀ ହୁଅ ତୁ ଆରେ ମୃଗବର କାହିଁ ପାଇଁ ଆତ୍ମାଘାତୀ ହେବୁ ତୁ ଏଠାର ତା ଶୁଣି ମୃଗ କହି ଆହେ ମହିପାଳ ସହଜେ ତ ମୃଗ ଜାତି ଅଟନ୍ତି ଦୁର୍ବଳ
ଦିବାରାତ୍ର ଭୟରେ ବ୍ୟାକୁଳ ହେଉଥାନ୍ତି। ଶ୍ୱାନ ଶୃଗାଳ ଯେ ସିଂହ ବ୍ୟାଘ୍ରକୁ ଡରନ୍ତି। ଆବର ମନୁଷ୍ୟମାନେ ମୃଗ ବଧିବାକୁ ରଙ୍କ ପରି ହେଉଥାନ୍ତି ଫୁଲାଇଣ ବୁକୁ। ଏହି ଭୟ ମୃଗ ସଦା ଦଳବଦ୍ଧ ହୋଇ ଚରୁଥାନ୍ତି ବୁଲୁଥାନ୍ତି ଏକାକୀ ନ ରହି। ମୁଁ ଯେହ୍ନେ ଏକାକୀ କାହିଁ ରହି ବିରାଜନ, ଯେ ସ୍ଥାନେ ସେ ସ୍ଥାନେ ଥିଲେ ନିଶ୍ଚୟ ମୋ ମରଣ। ହୋଇଛି ତ ଏଥିପାଇଁ ଏହି ସୁଯୋଗକୁ, କାହିଁକି ଛାଡ଼ିବି ମୋତେ ପେଶ ହେସରକୁ। ପୁଣ୍ୟବନ୍ତ ପ୍ରାଣୀ ହାତେ ଏ ଜୀବନ ଗଲେ, କୃତାର୍ଥ ହୋଇବି ମୁହିଁ କି ହେବ ବଞ୍ଚିଲେ। ପୁଣି ଏହି ମାଂସ ମୋର ଦେବତା କାର୍ଯ୍ୟରେ, ଲାଗିବ ଯେ ମନ୍ତ ବସିବି ମୁଁ ବୈକୁଣ୍ଠରେ। କି ଦୁଃଖ କହିବି ତୁମ୍ଭ ଆଗେ ନରନାଥ, ବହୁ କୁଟୁମ୍ବିକ ଯେତେ ଦୁଃଖ ହୁଏ ପ୍ରାପ୍ତ। ଯେ କଷ୍ଟ ଦିଏ ପ୍ରାଣୀ କି ସେ ନେହ ମମତା, କିଏ କହିପାରେ ଆହେ ନୃପ ସେହୁ କଥା। ସେ ସମୟେ ଅନ୍ତର ହୁଅନ୍ତି କନ୍ୟା ପୁତ୍ର, ଯେ କାଳରେ ସେ ପରି ଅସ୍ଥିର ହୁଏ ଚିତ୍ତ। ତାହା କହୁଅଛି ଶୁଣ ଆହେ ନର ସାଇଁ, ସବୁବେଳେ ମନ ଛନ ଛନ ହୋଇଥାଇ। ବୁଲୁଛନ୍ତି ବନେ ମୋର କୁମାରୀ କୁମର, କେତେବେଳେ ଦେଖିବି ମୋ ଚିତ୍ତ ହେବ ସ୍ଥିର। କେବେ କେବେ ଏହି ଚିନ୍ତା ଜନ୍ମଇ ମୋ ମନେ, ଜାଲ ପକାଇ ବ୍ୟାଧ କି ରଖିଲା ବନ୍ଧନେ। କିବା ହିଂସ୍ର ଜନ୍ତୁ ମୋ ପିଲାଙ୍କୁ ଦେଲା ଖାଇ, ଏହିପରି ନାନା ଚିନ୍ତା ମୋ ମନେ ଜନ୍ମଇ। ଶୁଣି ମନେ ମନେ ଭାବେ ହିଂସ୍ର ଜନ୍ତୁ ଯେତେ, ଏହି ସମୟରେ ଯେବେ ସକଳ ମରନ୍ତେ। ତେବେ ପରମ ସୁଖରେ ରହିବଇଁ ଦମ୍ଭେ, ଦିବାନିଶି ଏହି ପ୍ରାୟ କେବେ କିସ ଭାଙ୍ଗେ। ଯେତେବେଳେ ଦେଖଇ ମୁଁ ସଭିଙ୍କ ବଦନ, ଯେ ଆନନ୍ଦ ଜାତ ହୁଏ ସେ କାଳେ ରାଜନ। ତାହା କି କହିବି ମୁହିଁ ତୁମ୍ଭର ଆଗରେ, ଆବର କହୁଛି ଦେବ ଶୁଣ ସୁଚିତରେ। ଯେତେବେଳେ ମାଗି କିଛି ଖାଦ୍ୟ ସେ ନ ପାଆନ୍ତି, କ୍ଷୁଧା କୂଳେ ସେମାନେ ଯେ କଷ୍ଟ ଲଭନ୍ତି। ତାହା ଦେଖି ମୋତେ କାନ୍ଦ ମାଡ଼ଇ ବିଶେଷ, ଦୈବର ନିନ୍ଦା କରେ ମାନେ କର୍ମ ଦୋଷ। ଶ୍ଵେତ କୁମାର କୁମାରୀ କିଛି ନ ଜାଣନ୍ତି, ଖାଇବା ଲାଗି ମୋତେ ଯେ ବିରକ୍ତ କରୁଛନ୍ତି। ସେ କାଳରେ ଏହିପରି ହୁଏ ମୋର ମନ, ପୁତ୍ର କନ୍ୟାଙ୍କର ଯେବେ ହୁଅନ୍ତା ମରଣ। ତେବେ ଏତେ ଜଞ୍ଜାଳି ମୁଁ ନ ହୁଅନ୍ତି ଆଉ, ସୁଖରେ ରହନ୍ତି ଏ ଜୀବନ ଥାଉଁ ଥାଉଁ। ନିଷ୍କୁଟୁମ୍ବ ଠାରୁ ଏ ସଂସାରେ କେହି ନାହିଁ, ଏକାକୀ ହରିଙ୍କୁ ସେ ଆଶ୍ରେ କରିଥାଇ। ତା ଜୀବନ ଧନ୍ୟ ଏକା ବୋଲି ମୁଁ ପ୍ରଶଂସେ, କିପରି କୁଟୁମ୍ବହୀନ ହେବି ମନେ ଆସେ। ଏପରି ବିବିଧ ଚିନ୍ତାରେ ଯେ ନୃପମଣି, ସର୍ବଦା ବ୍ୟାକୁଳ ହେତୁ ନେତ୍ରୁ ଝରେ ପାଣି। ତେଣୁ ପ୍ରାର୍ଥନା କରୁଛି ଘେନ ମୋ ପରାଣ, ତାହା ଶୁଣି ମୌନ ହୋଇଲେ ନରରାଣ। ଏହି କାଳେ ଅପୁତ୍ରିକ ମୃଗ କହେ ବାଣୀ, ମୋ ବଚନ ଶୁଣ ଏବେ ଆହେ ନୃପମଣି।
ତୁମ୍ଭେ ଯେବେ ହି ମୃଗ ଗୋଟିକ ବଧିବ, ସଂଶୟନ ମଣ ନିଶ୍ଚୟ ପାପେ ମଗ୍ନ ହେବ। ଶାସ୍ତ୍ରେ ଲେଖିଅଛି ଯାହା ତା ଶ୍ରବଣ କର, ପୁଣ୍ୟବନ୍ତ ପ୍ରାଣୀ କି ବଧଇ ଯେଉଁ ନର, ତାହାର ସକଳ ପୁଣ୍ୟ ହୋଇ ବିନାଶ। ପୁଣ୍ୟବନ୍ତ ଜନ ସେହି ବଢ଼ନ୍ତି ଯା ବଂଶ, ପାପୀ କି ବଧିଲେ ପୁଣ୍ୟ ବହୁତ ହୁଅଇ। ପୁତ୍ରହୀନ ଯେଣୁ ମହାପାପୀ ଅଟେ ମୁହିଁ, ପ୍ରାତଃକାଳୁ ଉଠି ଯେହୁ ମୋ ମୁହଁ ଦେଖିବ, ଅତି କଷ୍ଟରେ ସେ ଜାଣ ଦିନକୁ ବଞ୍ଚିବ। ସେଦିନ ତାହାକୁ ଖାଇବାକୁ ନ ମିଳିବ, ଅବଶ୍ୟ କୌଣସି ବିପଦରେ ସେ ପଡ଼ିବ। ଏହି ହେତୁ ମୋତେ ମାର ଆହେ ନରପତି, ତବ ଶ୍ରୀ ଛାମୁରେ କରେ ବହୁତ ମିନତି। ତହୁଁ ପୁତ୍ରବନ୍ତ ମୃଗ କହେ ପ୍ରକାର, ଯାହା କହୁଅଛି ମୋହି ଶୁଣ ନୃପବର। ଏ ସଂସାରେ ଧନ୍ୟ ଅଟେ ଏହି ଭାଗ ଗୋଟି, ଏହା ସମାନରେ ସୁଖୀ ଜଗତେ ନାହିଁଟି। ବୃଥା ଆତ୍ମହତ୍ୟା କରୁଛି କାହିଁ ପାଇଁ, ଆତ୍ମହତ୍ୟା ପାପେ ନିଶ୍ଚୟ ମଗ୍ନ ହେବ ଏହି। ଏ ମହାଦୁଃଖରୁ ରାଜା ମୋତେ ତ୍ରାହି କର, ମୃଗ ମାରିବା ସ୍ୱଧର୍ମ ଅଟେ କ୍ଷତ୍ରିୟର। ସ୍ୱଧର୍ମେ ରହି ସ୍ୱର୍ଗକୁ ଯାଅ ହେ ରାଜନ, ମୋର ଦୁଃଖ ନାଶ କର ଘେନି ଏ ଜୀବନ। କିଛି ନ ଭାବି ମୋ ପରେ ସରକୁ ପ୍ରହାର, ତହୁଁ ଅପୁତ୍ରିକ ମୃଗ କହଇ ଏ ଗିର। ଯାହା କହୁଅଛି ମୁହିଁ ଶୁଣ ନରେଶ୍ୱର, ଯଦି ଏହାକୁ ତୁମ୍ଭେ ପେଶି ବଟିସର। ଏ ମଲା ଉତାରେ ୟାର ପୁତ୍ର କନ୍ୟାଗଣ, କାନ୍ଦି ବ୍ୟାକୁଳ ହୋଇବେ ଆହେ ନର ରାଣ। କରୁଣ ସ୍ୱରେ ତୁମ୍ଭକୁ ବହୁ ଗାଳି ଦେବେ, ଖାଇବା ବିନା ବହୁତ ହଇରାଣ ହେବେ। ମୁଁ ଗଲେ କିଏ ଅବା କାନ୍ଦିବ ଯେ ମୋ ପାଇଁ, ପଶ୍ଚାତ କେବା ତୁମ୍ଭକୁ ନିନ୍ଦିବ କିମ୍ପାଇଁ। ପୁତ୍ରବନ୍ତ ମୃଗ ତହୁଁ କହଇ ଏ ସନ, ମୋ କହିବା କଥା ରାଜା କର ହେ ଶ୍ରବଣ। ସେ ସମୟ ଏକା ମୁଇଁ ଥିଲି ଏ ସଂସାରେ, ନିଜ ଦେହ ମମତା ଥିଲା ସେ କାଳରେ। ବିଭା ହେବା ରାତ୍ରେ ତାହା ଦୁଇ ଭାଗ ହେଲା, କ୍ରମେ କ୍ରମେ ଚିନ୍ତା ସେ ଦେହେ ପ୍ରବେଶିଲା। ପୁତ୍ର କନ୍ୟା ଯେ ସମୟେ ମୋର ଜନ୍ମ ହେଲେ, ମମତାକୁ ମୋର ସେହି କାଳେ ବାଣ୍ଟି ନେଲେ। ସର୍ବମମତା ସ୍ନେହ ତାଙ୍କ ଠାକୁ ଗଲା, ଅଣପର ମାଣେ କାଏ ଦେହେ ରହିଲା। ଏହି କାରଣେ ମୁଁ ମରିବାକୁ ବିଚାରଇ, ମାୟା ମମତା ସ୍ନେହ ୟା ଦେହୁ ଛାଡ଼ି ନାହିଁ। ମରିବାକୁ ଏ କାହିଁକି ବଳାଏ ମାନସ, ହୃଦୟ ମଧ୍ୟ ସୁବିଚାର କର ହେ ନରେଶ। ଇହ ପରଲୋକ ମୋର କଷ୍ଟ ଏକ ସମ, ତାହା କହୁଅଛି ଏବେ ସାବଧାନେ ଶୁଣ। କୁଟୁମ୍ବଙ୍କ ପାଇଁ ଜନ୍ମରେ କାମହି, ମହାଦୁଃଖ ପାଏ ଧର୍ମ କର୍ମକୁ ହଜାଇ। ଏଥିଲାଗି ଅନ୍ତ କାଳେ ଭୋଗିଏ ଯାତନା, ତୁମ୍ଭେ ବୋଧିଲେ ମୁଁ ମୁକ୍ତି ହେବି ମହାମନା। ଦୁଇ ମୃଗଙ୍କର କଥା ଶୁଣି ସେ ରାଜନ, ସ୍ତମ୍ଭୀଭୂତେ ରହି ବିଚାରନ୍ତି ମନେ ମନ।
ଏ ଦୁହେଁ ଯାକ କହୁଛନ୍ତି ଅଟଇ ଉଚିତ, ଏ ଶାସ୍ତ୍ରର ନିୟମ ନୁହଁ ଅସଙ୍ଗତ। ପୁତ୍ର ଜନ୍ମ ଅର୍ଥେ ମୃଗ ୟାକୁ ମୁଁ ଆସିଲି, ଏ ଦୁହିଁଙ୍କ ବଚନ ତ ବିଚିତ୍ର ମଣିଲି। କିସ କରିବି କି ଅବା କରିବ ମୁହିଁ, ଏଥିକି ମୋର ତ କିଛି ବୁଦ୍ଧି ଦିଶୁନାହିଁ। ବିଷମ ସନ୍ଦେହ ସ୍ଥଳ ପଡ଼ିଲା ଏଠାରେ, ଏପରି ଭାବନ୍ତି ନୃପ ମାନସ ମଧ୍ୟରେ। ଭାଳି ଭାଳି ମୃଗକୁ ସେ ଦେଲେ ସେ ଉତ୍ତର, ହେ ମୃଗ ସେ ପୁତ୍ରବନ୍ତ ସଂସାର ଭିତର। ସେହି ଧନ୍ୟ କିବା ଅପୁତ୍ରିକ ଅଟେ ଧନ୍ୟ, ଜାଣିବାକୁ ମୁହିଁ ଅଟେ ବଡ଼ଇ ଅଜ୍ଞାନ। ପୁତ୍ର ଜନ୍ମ ଆସେ ପିତୃ ଯଜ୍ଞ ଥାନ୍ତି କରି, ଏବେ ସେ ଅପୂର୍ବ କଥା ଶ୍ରବଣେ ମୋହରି। ପଢ଼ିଲା ବେଳୁ ବିଷମ ସନ୍ଧିରେ ଯେ ମୁହିଁ, ପଢ଼ିଲିଣି କିଛି ମାତ୍ର ବୁଦ୍ଧି ଦିଶୁନାହିଁ। ଋଷି ମୁନିଙ୍କର ମୁଖ ଶୁଣିଛି କର୍ଣ୍ଣରେ, ପୁତ୍ର ନାମ ନର୍କ ମଧ୍ୟ ପୁତ୍ର ରକ୍ଷା କରେ। ବହୁ ଦୁଃଖ ପାଏ ଯେହୁ ଥାଏ ଅପୁତ୍ରିକ, ଇହ ପରଲୋକେ ତାର କିଛି ନାହିଁ ସୁଖ। ତୁମ୍ଭ ଦୁହିଁଙ୍କ ବଚନ ଶୁଣି କରି ମୁହିଁ, ସତ୍ୟ କହୁଅଛି ଏବେ ଧନୁଷର ଛୁଇଁ। ଆଉ କେବେ ହେଲେ ଜୀବ ହିଂସା ନ କରିବି, ପୁତ୍ର ନିମନ୍ତେ ମୁଁ ଘୋର ତପସ୍ୟା ଚରିବି। ଖନି ନେତ୍ର ଏମନ୍ତ କହି ନ ଗଲେ ଚଳି, ଗୋମତୀ ନାମକ ନଦୀ ନିକଟରେ ମିଳି। ତହିଁ ରହି ଘୋର ତପଭ୍ୟାସ ସେ କଲେ, ବହୁ ସ୍ତୁତି ବାକ୍ୟ ଇନ୍ଦ୍ର ଦେବଙ୍କୁ ପୂଜିଲେ। ତାଙ୍କଠାରେ ସନ୍ତୋଷ ହୋଇଣ ସଚିପତି, ବୋଇଲେ କବର ମାଗି ଘେନ ହେ ନୃପତି। ଯାହା ଇଚ୍ଛା ତାହା ମାଗ ଦେବି ହେ ସତର, ଅବଶ୍ୟ ଦେବ ହିଁ ମୁହିଁ ଏମ ସତ୍ୟ ଗିର। ରାଜା ବୋଇଲେ ଯଦ୍ୟପି ହେଲ ସୁପ୍ରସନ୍ନ, ମୁହିଁ ଅପୁତ୍ରିକ ମୋତେ ଦିଅନ୍ତୁ ସନ୍ତାନ। ସେ ଯେହ୍ନେ ହୋଇବ ପୃଥିବୀରେ ଅଧୀଶ୍ୱର, ସତ୍ୟନିଷ୍ଠ ଶସ୍ତ୍ରଧାରୀ ଧାର୍ମିକ ଆବର। ଅସ୍ତୁ ହେଉ ବୋଲିଣ ଇନ୍ଦ୍ର ଯେ ଗଲେ କହି, ହର୍ଷେ ନିଜ ପୁରେଲେ ଉଠିଲେ ନର ସାଇଁ। କିଛି ଦିନ ଅନ୍ତେ ଏକ ସନ୍ତାନ ଜନ୍ମିଲା, ତା ନାମ ବଳାସ ବୋଲି ଲୋକେ ଖ୍ୟାତ ହେଲା। ପୁତ୍ର ମୁଖ ଦେଖି ରାଜା ରାଣୀ ତୋଷ ହେଲେ, ମହାପୁଣ୍ୟ ରାଜା ରାଣୀ ସ୍ୱର୍ଗକୁ ଚଳିଲେ। ସୁଧାରୁ ମଧୁର ଏହି ସୂର୍ଯ୍ୟଙ୍କ ପୁରାଣ, ଶୁଣିଲ ସର୍ବାଣୀ ଖନି ନେତ୍ରର ଆଖ୍ୟାନ। ଏମନ୍ତ ପାର୍ବତୀଙ୍କ ଆଗରେ ଶୂଳ ପାଣି, କହନ୍ତେ ସନ୍ତୋଷ ହେଲେ ହିମାଦ୍ରି ଦୁଲ୍ହଣୀ। ସେହି ହର ପାର୍ବତୀଙ୍କ ପାଦେ କରି ଆସ, ଏ ଭବ ବନ୍ଧନ ତ୍ରାହି କର ବ୍ୟୋମକେଶ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ଖନି ନେତ୍ର ଚରିତ ବର୍ଣ୍ଣନମ୍ ନାମ ଅଷ୍ଟାଦଶ ଅଧ୍ୟାୟ। 19 ଅଧ୍ୟାୟ ବଳାସୁର ରାଜାଙ୍କ ଚରିତ ଓ ଅଭିକ୍ଷିତର ଜନ୍ମ। ପାର୍ବତୀ ଉବାଚ, ଏଥୁ ଅନ୍ତେ ପାର୍ବତୀ ଯେ ଯୋଡ଼ିବେନି କର, ବୋଇଲେ ହେ ପ୍ରାଣନାଥ ଅନୁଗ୍ରହ କର। ଶୁଣିଲି ହେ ପ୍ରାଣନାଥ ଖନି ନେତ୍ର କଥା,
ହୃଦୟରୁ ତୁଟି ଗଲା ମୋ ସନ୍ଦେହ ବ୍ୟଥା। ବଳାସ ନୃପତିଙ୍କର ଚରିତ କହିଣ। ପବିତ୍ର କର ହେ ନାଥ ଏ ଦାସୀ ପରାଣ। ପ୍ରାଣ ପ୍ରିୟାଙ୍କ ମୁଖରୁ ଏ ବଚନ ଶୁଣି ସନ୍ତୋଷ ମନରେ କହୁଛନ୍ତି ଶୂଳ ପାଣି। ଶଙ୍କର ବାଚ ଶୁଣ ଗୋ ପ୍ରାଣ ଈଶ୍ୱରୀ ଅପୂର୍ବ ଚରିତ। ଯାହା ଶ୍ରବଣେ ସନ୍ତୋଷ ହେବ ତୋର ଚିତ୍ତ। ସେ ବଳାସନର ପତି ଅତି ବଳବନ୍ତ। ଦୁଷ୍ଟ ବୁଦ୍ଧି ଆଚରିଲେ ବେଳୁ ବେଳ ନିତ୍ୟ। ପ୍ରଜାମାନଙ୍କୁ ବହୁତ କର ପୀଡ଼ା ଦେଲେ। କର ନ ଦେ ବାଲକଙ୍କୁ ବନ୍ଦୀ କରାଇଲେ। ଏପରି ଅନ୍ୟାୟ ରୀତି ଦେଖିଣ ତାହାର। ପ୍ରଜାମାନେ ମେଳ ହୋଇ କରିଲେ ବିଚାର। ଅସ୍ତ୍ରଶସ୍ତ୍ର ବିଦ୍ୟାରେ ତ ସମସ୍ତେ ନିପୁଣ। ଆଶଗଡ଼ ଦୁଆରେ ବେଢ଼ିବା ପ୍ରଜାଗଣ। ଏକ ମେଳି ହୋଇ ସବୁ ପ୍ରଜା ଚଳିଗଲେ। ରାଜାଙ୍କର ଗଡ଼ ଚାରି ପାରୁଷ ବେଢ଼ିଲେ। ନିଜପୁରେ ବନ୍ଦୀ ହୋଇ ରହିଲେ ନୃପତି। ଖାଇବା ପାଇଁ ସେ କଷ୍ଟ ପାଇଲେ ସେ ଅତି। ମନ ମଧ୍ୟରେ ବଡ଼ ଭୟ ହୋଇଲା ତାଙ୍କର। ଉପାୟ ପାଞ୍ଚିଲେ ଛାଡ଼ି ପଳାଇବେ ଘର। ଏଣେ ପ୍ରଜାମାନେ ଗଡ଼ ଚାରି ପାରୁଷରେ ବେଢ଼ି ରହିଛନ୍ତି ସର୍ବେ ଅସ୍ତ୍ର ଧରି କରେ। ସେ ବଳାସନର ପତି ହୋଇ ନିରୁପାୟ। ମହାଭୟ ପାଇଣ ହୋଇଲେ ହାୟ ହାୟ। ଦୀର୍ଘ ନିଶ୍ୱାସ ଛାଡ଼ିଲେ ଅତି ଆରତରେ। ଶେଖର ନିଶ୍ୱାସ ସୈନ୍ୟ ବୃନ୍ଦ ଜାତ ହେଲେ। ଅକଳନ ରଥ ଗଜ ଅସଜେ ପଦାତି। ଲକ୍ଷ ଲକ୍ଷ ଜନମୀରେ ସେହି ସେନାପତି। ସେମାନଙ୍କ ସାହାଯ୍ୟରେ ବଳାସ ରାଜନ। ବିଜୟୀ ହୋଇଲେ ହାରିଗଲେ ପ୍ରଜାଗଣ। ସବୁ ରାଜା ତାହାର ବଶୀଭୂତ ହେଲେ। ପୁଣି କର ଦେଇ ତାଙ୍କ ଚରଣେ ଖଟିଲେ। ସେହିଦିନ ତାର ନାମ ହୋଇଲା କୌନ୍ଧମ। ତାହାଙ୍କୁ ଜିଣିବାକୁ କେ ନ ହୋଇଲେ କ୍ଷମ। ବୀର୍ଯ୍ୟଚନ୍ଦ୍ର କନ୍ୟାକୁ ସେ ବିବାହ ହୋଇଲେ। ସେ କନ୍ୟାର ନାମ ବୀରା ଅଟଇକି ଭଲେ। ତା ଗର୍ଭରୁ ଏକ ଗୋଟି ପୁତ୍ର ହେଲା ଜାତ। ଅଭିକ୍ଷିତ ବୋଲି ତାର ନାମ ହେଲା ଖ୍ୟାତ। ଗଣକ ଗଣନା କରି କହିଲେ ରାଜାଙ୍କୁ। ଏହି ପୁତ୍ର ଅତି ସୁଖେ ପାଳିବ ପ୍ରଜାଙ୍କୁ। ଶୁଭ ଲଗ୍ନ ଶୁଭ ବେଳେ ଜନ୍ମ ହୋଇଛି। ଶତ୍ରୁମାନଙ୍କୁ ନାଶିବ ନିଶ୍ଚୟ ବଛି। ସପ୍ତମରେ ଗୁରୁ ଶୁକ୍ର ଦୁହେଁ ରହିଛନ୍ତି। ଚତୁର୍ଥରେ ଚନ୍ଦ୍ର ଛନ୍ତି ଆହେ ନରପତି। ନିଶ୍ଚୟ ପୁତ୍ର ପୃଥ୍ୱୀରେ ରାଜେନ୍ଦ୍ର ହୋଇବ। ଯଶ କୀର୍ତ୍ତି ଏହାର ସଂସାରେ ବିରାଜିବ। ରବି ଶନି ମଙ୍ଗଳଙ୍କ ଦୃଷ୍ଟି ଜାଲଗ୍ନରେ। ନାହିଁ ଯେ ନୃପତି ବୁଧ ଛନ୍ତି ସ୍ୱଦ୍ୱାଦଶରେ। ଉଚ୍ଚ ସ୍ଥାନେ ରହିଛନ୍ତି ଆହେ ନରନାଥ। ଏ ପୁତ୍ର ହୋଇବ ଅତିଶୟ ବିଦ୍ୟାବନ୍ତ। ଗଣକ ମୁଖରୁ ଶୁଣି ଏହା ନୃପବର। ମନେ ମନେ ଆନନ୍ଦିତ ହୋଇଲେ ଅପାର। ବହୁ ଧନ ରତ୍ନ ଦାନେ ତାଙ୍କୁ ବିଦା କଲେ। ବ୍ରାହ୍ମଣ ମାନଙ୍କୁ ଡାକି ଧେନୁ ଦାନ କଲେ।
କ୍ରମେ କ୍ରମେ ରାଜପୁରେ ବଢ଼ିଲା କୁମର, ପଢ଼ିଲା ବେଦ ବେଦାଙ୍ଗ ଶାସ୍ତ୍ର ଅଳଙ୍କାର। କଣ ମୁନି ସୁତ ଅସ୍ତ୍ର ବିଦ୍ୟା ଶିଖାଇଲେ, ବୃହସ୍ପତି ସମ ସେ ପଣ୍ଡିତ ହେଲା ଭୋଲେ। ସୁନ୍ଦର ପଣେ କିଅ ବା ଦେବା ପଟାନ୍ତର, ଅଶ୍ରୀ କୁମାର ପ୍ରାୟ ଅତି ମନୋହର। ସୂର୍ଯ୍ୟଙ୍କ ପରାଏ ଅତିଶୟ ତେଜବନ୍ତ, ଚନ୍ଦ୍ରମା ପରାୟ କାନ୍ତି ଝଟକେ ତା ଗାତ୍ର। ସହିଷ୍ଣୁତା ପଣେ ଅଟେ ଧରଣୀ ସମାନ, ସାଗର ପ୍ରାୟ ତାହାର ଧୈର୍ଯ୍ୟ ସୂର୍ଯ୍ୟ ଶୁଣ। ବୀର ନାମରେ ଥିଲା ହେ ଧର୍ମର ଦୁହିତା, ଗୌରା ନାମରେ ଖ୍ୟାତ ସୁଦେବର ସୁତା। ସୁଭଦ୍ରା ନାମରେ ଜାଣ ହଳିଆ ନନ୍ଦିନୀ, ବୀର ସୁତା ଲୀଳାବତୀ ଜାଣ ଗୋ ଭବାନୀ। ବୀରଭଦ୍ରର ନନ୍ଦିନୀ ବିଭା ନାମ ତାର, ମାନବତୀ ନାମ କନ୍ୟା ଭୀମ ନୃପବର। ଦମ୍ଭ ଦୁହିତା ନାମ ଯେ ସେ କୁମ୍ଭବତୀ, ଅଭିକ୍ଷିତର ଏମାନେ ହେଲେ ପ୍ରିୟବତୀ। ସେ ରାଜକୁମାରୀ ସ୍ୱୟଂବର ଶୁଣ ସହି, ଯହୁଁ ସେ କନ୍ୟାକୁ ବଳେ ହରିଣ ଆଣଇ। ରାଜାମାନଙ୍କୁ ପରାସ୍ତ କରଇ ଯୁଦ୍ଧରେ, ହାରିଯାଇ ନୃପତିଏ ଅଛନ୍ତି ଲଜ୍ଜାରେ। ଶୁଣିଲ ଟିକି ଗୌମା ବଳାସ ଚରିତ୍ର, ଆବର ଅଭିକ୍ଷିତର ଜନମ ବୃତ୍ତାନ୍ତ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ବଳାସ ରାଜଚରିତ ଅବାକ୍ଷିକ ଜନ୍ମ ବିବରଣ ନାମ ଊନବିଂଶ ଅଧ୍ୟାୟ। ବିଂଶ ଅଧ୍ୟାୟ ବୈଶାଳିନୀର ସ୍ୱୟଂବର ଓ ଅଭିକ୍ଷିତ କୌତୁକ ହରଣ। ପାର୍ବତୀ ଉବାଚ, ଏହା ପରେ ଗିରିଜା କହନ୍ତି ଶଙ୍କରଙ୍କୁ, ସୁଧାମୟ କଥା ତୋଷ କରିଲା ମନକୁ। ଏହା ପରେ କିସ ହେଲା କୁହ ତ୍ରିଲୋଚନ, ଯେପରି ହେବ ମୋହର ସଂଶୟ ମୋଚନ। ଶଙ୍କର ଉବାଚ, ଶଙ୍କର କହନ୍ତି ପ୍ରିୟେ ଶୁଣ ମନ ଦେଇ, ସଂକ୍ଷେପରେ ତୋତେ ଦେବି କହୁଛି ବୁଝାଇ। ବୈଦିଶ ଦେଶ ନୃପତି ନାମ ତା ବିଶାଳ, ବୈଶାଳିନୀ ନାମେ କନ୍ୟା ଗୋଟି ଯେ ତାହାର। ଅପୂର୍ବ ସୁନ୍ଦରୀ ସେହି ସର୍ବସୁଲକ୍ଷଣୀ, ରୂପେ ପଟାନ୍ତର ନାହିଁ ତ୍ରିପୁର ମୋହିନୀ। ତାର ପିତା ବିଶାଳ ଯେ ସ୍ୱୟଂବର କଲା, ପ୍ରତି ଦେଶକୁ ସେ ପୁଣି ଦୂତବର ଗିଲା। ବାର ମାନେ ନାନା ଦେଶ ବିଦେଶ ବୁଲିଲେ, ଚାର ମାନେ ନାନା ଦେଶ ବିଦେଶ ବୁଲିଲେ। ସମସ୍ତ ରାଜା ମାନଙ୍କ ଆଗେ ଜଣାଇଲେ, ଆବର ପତ୍ର ଦେଇଣ କଲେ ନିମନ୍ତ୍ରଣ। ସ୍ୱୟଂବର କଥା ଶୁଣି ସର୍ବ ରାଜାଗଣ, ଶୁଭ ବେଳେ ଯେ ଝାନବରରୁ ବାହାରିଲେ। ସୈନ୍ୟବୃନ୍ଦ ସହ ଯାତ୍ରା ଅନୁକୂଳ କଲେ, ବୈଦିଶ ନଗରେ ମିଳିଲେ ବରଣ ସେ ହୋଇ। ତାଙ୍କୁ ଅତି ଆଦରେ ବିଶାଳ ନର ସାଇଁ, ଯଥା ବିଧାନରେ ଗନ୍ଧ ପୁଷ୍ପ ଦେଇ କରି। ସଭାର ଆସନେ ବସାଇଲେ ଦଣ୍ଡଧାରୀ, ଗୌରବ ପାଇଣ ସର୍ବେ ସଭାରେ ବସିଣ। ଯେ ଯାହାକୁ ମାନ୍ୟ ବିଧି ମାନ ଆଚରିଣ, ଅଭିକ୍ଷିତ ବୀର ବଳାସର ଯେ କୁମର। ଗୁରୁ ଠାରୁ ଶୁଣି ଶୀଘ୍ର ସୈନ୍ୟ ସାଜି ତାର,
ବଳା ସନ୍ଦୃପ ବରଣ ବରେ ପରବେଶ ବଳେ ତା କନ୍ୟାକୁ ହରି ଦେଖାଏ ସାହସ ବିପ୍ରମାନଙ୍କୁ ସାକ୍ଷାତେ ରଥେ ବସାଇଣ ସର୍ବେ ବୋଇଲେ ସେ ସଭା ମଧ୍ୟରେ ଥାଇଣ ଦେଖ ବଳେ ହରି ନେଉଅଛି ଏ କନ୍ୟାକୁ ଯଦି ପରାକ୍ରମ ଥାଏ ଆସ ମୋ ପାଶକୁ ମୋତେ ଯୁଦ୍ଧେ ଜିଣି କନ୍ୟା ଛଡ଼ାଇଣ ଘେନ ଶୁଣି ରାଜାଏ ବସିଲେ ନୁଆଇଁ ଲୋପନ ରାଜସଭାକୁ ଅନାଇ ବିଶାଳ ନୃପତି କହେ ମୋ ବଚନ ଶୁଣ ସର୍ବନରପତି ବଳେ ଯାହା ତାହା କରେ ବଳାସ ସୁତ ରାଜକନ୍ୟା ମାନଙ୍କୁ କହି ନହିଁ ଭୀତ କ୍ଷତ୍ରିୟ ମାନଙ୍କ ମୁହେ ଲଗାଏ ସେ କାଳି ସବୁ ରାଜାଙ୍କର ଦମ୍ଭ ଦ୍ରୁମ ଦିଏ ଟଳି ଆହେ ରାଜା ମାନେ ଧିକ ଧିକ ତୁମ୍ଭ ପଣ ଧିକ ଧିକ ତୁମ୍ଭ ଜନ୍ମ କ୍ଷତ୍ରିୟାଚରଣ ଧିକ ଧିକ ତୁମ୍ଭ ବଳ ପରାକ୍ରମ ଧିକ ପରବେଶ ହୋଇ ଆସିଥିଲ ହେ ଯେତେକ ଏକା ଜଣକୁ ହେ ସର୍ବେ ହାରି ଯିବ କରେ କା ପୁରୁଷ ହୋଇ ଫେରିବ ଯା ନିଜ ଘରେ ଲାଜ ଅପମାନ ନିନ୍ଦା କେତେ ମୁଣ୍ଡାଇବ ଏ ନିର୍ଲଜ ମୁଖ ଯାହା ଦେଶେ ଦେଖାଇବ ତା ଅପେକ୍ଷା ଯୁଦ୍ଧେ ପ୍ରାଣ ଗଲେ ହେବ ଭଲ ଲୋକ ଅପବାଦେ ଯା ହୋଇବ କଲବଲ ଯୁଦ୍ଧେ ମଲେ ସ୍ୱର୍ଗ ପରେ ଯାଇଣ ବସିବ ଏହିପରି ଧିକ୍କାରିଲା ସେ ବୈଦିଶ ଧବ ଶୁଣି ରାଜାଏ କ୍ରୋଧରେ ଧରି ଧନୁଶର ବୋଇଲେ ହାନ କହ ବୈଦିର ଈଶ୍ୱର ଯଦି ଆମ୍ଭେମାନେ ମରଣ କୋଡରି କରି ଯୁଦ୍ଧ ନ କରି ଏଠାରୁ ପୁରେ ଯିବୁ ଫେରି ଅମର ହେବୁ କି ମନେ କରିଛ ରାଜନ ଦେଖ ଦେଖ ଯୁଦ୍ଧେ ବାହାରିଲୁ ଏହି କ୍ଷଣ ଏତେ ବୋଲି ବିଚାର କରିଣ ନୃପତିଏ କ୍ରୋଧେ ରଥ ଗଜ ରହିଲେ ଶେଷ ଭିଏ ଯୁଦ୍ଧକୁ ସଜ ହୋଇଣ ବାହାର ହୋଇଲେ ବୀରବାଦ୍ୟ ନାଦେ ସେହି ପୁର କମ୍ପାଇଲେ ବୈଶାଳିନୀ ହରଣ ଏ ଅମୃତ ଆଖ୍ୟାନ ଶୁଣିଲ ଟିକି ଭବାନୀ ସ୍ଥିର କରି ମନ ହେମବନ୍ତ ଦୁଲଣୀ ଶିବଙ୍କ କଥା ମୃତେ ପରମ ଆନନ୍ଦ ଲାଭ କଲେ ହୃଦଗତେ ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ବୈଶାଳିନୀ କନ୍ୟା ସ୍ୱୟଂବର ବିଧି ବର୍ଣ୍ଣନେ ନାମ ବିଂଶୋଧ୍ୟାୟ। ଏକବିଂଶ ଅଧ୍ୟାୟ ଅବିକ୍ଷିତ ସଙ୍ଗେ ରାଜାମାନଙ୍କର ଯୁଦ୍ଧ ଅବିକ୍ଷିତ ବନ୍ଧନ ହେବା ଚରିତ। ପାର୍ବତୀ ଉବାଚ ଏହାପରେ ପାର୍ବତୀ ଶିବଙ୍କ ପାଦେ ପଡ଼ି ଅତି ବିନୟ କହନ୍ତି ବେନି କର ଯୋଡ଼ି ଭୋନାଥ ଏ ଦାସୀ ପରେ କର ଅନୁଗ୍ରହ ନରପତିଙ୍କର ଯୁଦ୍ଧ କଥା ମତେ କହ ସବୁ ନରପତି ମାନେ ଯୁଦ୍ଧି ବାହାରିଲେ ସେ ଉତ୍ତାରୁ ପୁଣି କିସ ହେଲା କହ ଭଲେ ଶଙ୍କର ଉବାଚ ଶିବ ଆନନ୍ଦିତ ହୋଇ ମଧୁର ବଚନେ କହନ୍ତି ଗୋ ପ୍ରାଣ ପ୍ରିୟା ଶୁଣ ସାବଧାନେ ଆଗ ଗିରୀନ୍ଦ୍ର ନନ୍ଦିନୀ ପଚାରିଲୁ ଯାହା ଧୀର ମନେ ଶୁଣ ଏବେ କହୁଛି ମୁଁ ତାହା ଯୁଦ୍ଧ କରିବାକୁ ରାଜା ମାନେ ସଜ ହେଲେ
ଧନୁଷର ଆଦି ଯେତେ ଶସ୍ତ୍ର ଯେ ଧଇଲେ, ତା ଦେଖି ମହାକ୍ରୋଧରେ ବଳା ସୁକୁମର, ଦିବ୍ୟ ରଥରେ ବସିଲା ଧରି ଧନୁଷର, ସାରଥି କି ଆଜ୍ଞା ଦେଲା ଶୀଘ୍ର ରଥ ଚାଳ, ଆଜି ଏ ନୃପତି ମାନେ ଯିବେ ଜମଆଳ, ଆଜି ଜାଣ ବସୁନ୍ଧରା କ୍ଷତ୍ରି ଶୂନ୍ୟ ହେବ, ରକତର ନଦୀ ଆଜ ନିଶ୍ଚୟ ବହିବ, ସୈନ୍ୟଙ୍କୁ ଚାହିଁ ବୋଲଇ ଛାଡ଼ି ନଉ କ୍ରୋଧ, ଏହି ନରପତି ମାନଙ୍କୁ ବେଗେ କର ବଧ, ଏମନ୍ତ କହିଣ ରାଜା ରଣରେ ପଶିଲା, ଗଦା ଅସି ମାରି ରଥ ମାନ ଚୂନା କଲା, ଗଜ ଅଶ୍ୱପତିଙ୍କର ଛେଦିଲା କଶିର, ଆଶ୍ଚର୍ଯ୍ୟ ଯୁଦ୍ଧ ଜାଣଇ ଅବିକ୍ଷିତ ବୀର, ଶକ୍ତିଶେଲ ଶୂଳ ଯେ ତମର ଗଦାବର, ମୁଷଳ ମୁଦ୍ଗର ଭିନ୍ଦି ପାଳ ଯେ କୁଠାର, ଏହିପରି ନାନାବିଧ ଅସ୍ତ୍ରକୁ ପ୍ରହାରୀ, ପଦାତି ମାନଙ୍କୁ ପଦା କଲା ଶୀଘ୍ର କରି, ନୃପତି ମାନଙ୍କୁ ବିନ୍ଧେ ତୀକ୍ଷ୍ଣ ବାଣ ରାଜି, କ୍ଷଣ କରେ ସଭିଙ୍କର ଦର୍ପ ଗଲା ଭାଜି, କାହାର ଛତ୍ର ପତାକା ତରାସ ଆଢ଼େଣି, ଛିନ୍ନ ଭିନ୍ନ କରିଦେଲା ନିମେଷକେ ପୁଣି, କାର ଅଶ୍ୱମାନଙ୍କୁ ଯେ ପକାଇଲା ଛେଦି, କାହା ରଥକୁ ଭାଙ୍ଗିଲା ସରମାନ ବିନ୍ଧି, କାହାର କବଚ କାଟେ କାହାର ମୁକୁଟ, କାହାର ଧନୁକୁ କାଟେ ମନେ ବହି ଆଣ୍ଟ, ତା ଦେଖି ଭୟେ ଥରିଲେ ନରପତି ମାନେ, ଯୁଦ୍ଧକ୍ଷେତ୍ର ଛାଡ଼ି ପଳାଇଲେଣେ ତେଣେ, ପୁରବାସୀଏ ବହୁତ ତାଙ୍କୁ ଧିକ୍କାରିଲେ, ପୁଣି ଏକ ସ୍ଥାନେ ବସି ରାଜାଏ ଭାଳିଲେ, ବୋଇଲେ ମହାଯୋଦ୍ଧାଏ ବଳାସ ନନ୍ଦନ, ନ୍ୟାୟ ଯୁଦ୍ଧେ ତାଙ୍କୁ ଜିଣି ନ ପାରିବା ଜାଣ, ଚାଲ ସକଳେ ତା ତୁଲେ ସଂଗ୍ରାମ କରିବା, ଜଣେ ଜଣେ ଏକ ଏକ ଆୟୁଧ ଛେଦିବା, କେ ଛେଦିବ ତାର ଧନୁ କେ କାଟିବ ବାଣ, କେହୁ ରଥକୁ ଛେଦିବ କେ କାଟିବ ବାଣ, କେହୁ ତା ସାରଥି ଶିର ପଳାଇବ ହାଣି, କେହୁ ତା ସୈନ୍ୟକୁ ବଧିବ ଯେ ନୃପ ଶ୍ରେଣୀ, କେହୁ ସରଜାଳେ ତାର କବଚ କାଟିବ, କେହୁ ତା ଛତ୍ର ଛେଦିବ ତିଳେ ନ ଡରିବ, ଏପରି ବିଚାର କରି ସର୍ବନରପତି, ପୁନଶ୍ଚ ଯୁଦ୍ଧ ସ୍ଥାନରେ ମିଳିଲେ ଝଟତି, ତାଙ୍କୁ ଦେଖି ଅବିକ୍ଷିତ ବୀର କହେ ତହିଁ, ପୁଣି ଆସିଅଛ ତୁମ୍ଭ ମୁଖେ ଲାଜ ନାହିଁ, କା ପୁରୁଷ ତୁମ୍ଭେ ଯୁଦ୍ଧେ ହାରି ପଳାଇଲ, ଏହିଥର ଆସିଛରେ ଜୀବ ଜମଆଳ, ଏମନ୍ତ କହିଣ ବୀର ଧନୁ ଟଙ୍କାରିଲା, ଭୟ ରାଜା ମାନଙ୍କ ହୃଦୟ ଥରି ଗଲା, ସରଜାଳେ ଦିଗ ଆଚ୍ଛାଦିଲା ଅବିକ୍ଷିତ, ମୁକୁଟ କବଚ ଛେଦି ଦେଲା କତୁରିତ, କାହାର ଅଙ୍ଗେ ସେ ପଞ୍ଚବାଣ ପ୍ରହାରିଣ, ରକ୍ତେ ଜର ଜର କରିଦେଲା ସେହି କ୍ଷଣ, କାହାକୁ ବିଂଶ ବାଣରେ କଲା ଜ୍ଞାନ ହତ, କାଭୁଜ ଛେଦିଲା ପଞ୍ଚବିଂଶ ବାଣରେ ତ, ପାଞ୍ଚ ବାଣେ କାର ଧନୁ ଖଡ଼ଗ ଛେଦିଲା,
ସେମାନଙ୍କୁ ସର ମୁନେ ଅସ୍ତବ୍ୟସ୍ତ କଲା। ଶେଷର ଆଘାତ କେହି ସହି ନ ପାରିଲେ। ରଣସ୍ଥଳ ଛାଡ଼ି ସର୍ବେ ଭୟେ ପଳାଇଲେ। ପୁଣି ଏକ ସ୍ଥାନେ ବସି ସକଳ ନୃପତି କିଏ କେତେ ପ୍ରକାରେ ମନରେ ଭାଳନ୍ତି। ପୁନଶ୍ଚ ସାହସ କରି ପଶିଲେ ଯୁଦ୍ଧରେ। ଜୀବନକୁ ଆଶା ନାହିଁ କାହାର ମନରେ। ଏକ କାଳେ ଅସ୍ତ୍ର ଧରି ଘୋର ଯୁଦ୍ଧ କଲେ। ଶକ୍ତିଶୂଳ ଗଦା ମୁଦ ଗରବ ରସିଲେ। ସରଜାଳେ ଦିଗମାନ ଅନ୍ଧକାର ହେଲା। ଦେଖି କ୍ରୋଧରେ ଯୁଝଇ ବଳାସୁର ବଳା। ତାଙ୍କ ଅସ୍ତ୍ରମାନ କାଟି ପ୍ରତି ଅସ୍ତ୍ର ମାରେ। ଦେବ ପ୍ରତିକୂଳ ହେଲେ ତାକୁ ସେ ଯୁଦ୍ଧରେ। କେହି ସମ୍ମୁଖରେ ରହି ବିନ୍ଧୁଅଛି ବାଣ। କେହି ପିଠି ପଟୁ କରେ ବାଣ ବର୍ଷଣ। ଦୁଇ ପାର୍ଶ୍ୱରେ ରହି କେହି ସର ମାରେ। ବିନ୍ଧୁଛନ୍ତି ବାଣ ମାନ ଅତି କ୍ରୋଧ ଭରେ। ଏପରି ଅନ୍ୟାୟ ଯୁଦ୍ଧ କଲେ ରାଜା ଗଣ। ତାହା ଦେଖି କରି ତହୁଁ ବଳାସ ନନ୍ଦନ। କିଛି ଭୟ ନ କରି ସଦର୍ପେ ଯୁଝଇ। ଧନୁ ଗୁଣେ ବାଣ ମାନ ସନ୍ଧାନ କରଇ। ଏକାଳେ ଏକ ରାଜା ତା ଧନୁକୁ ଛେଦିଲା। କେଉଁ ରାଜା ତା ଅଙ୍ଗୁ କବଚ କାଟିଦେଲା। ଧନୁ ଭଗ୍ନ ହୁଅନ୍ତେ କ୍ରୋଧରେ ରାଜସୂତ। ଶକତି ଧରି ପ୍ରହାରେ ଅତ୍ୟନ୍ତ ଅଦ୍ଭୁତ। ସେହି ଶକତି କି କେହି ରାଜା ଛେଦି ଦେଲା। କେହି ତା ସାରଥି ମୁଣ୍ଡ ହାଣି ପକାଇଲା। ସାରଥୀହୀନ ହୋଇ ସେ ବଳାସକୁ ମର। ଅସରଙ୍କୁ ଧରି ଚଳାଇଲା ରଥ ତାର। 1,000,000 ଶୂଳ ଅତି ଆଣ୍ଟେ ପ୍ରହାରିଲା। କେହି ରାଜା ସେ ଶୂଳକୁ କାଟି ପକାଇଲା। କେଶର ବିନ୍ଧିଣ ରଥ ଦଉଡ଼ି କାଟିଲେ। କେହି ଅଶଙ୍କ ମୁଣ୍ଡକୁ ଖଣ୍ଡ ଖଣ୍ଡ କଲେ। ଅତି କ୍ରୋଧେ ଅବିକ୍ଷିତ ଧରି ଦଣ୍ଡ ରଥ। ଯମ ପରି ରଣସ୍ଥଳେ ଦିଶିଲା ପ୍ରଚଣ୍ଡ। ମହାଭୟ ପାଇ ସର୍ବେ ଖଣ୍ଡେ ଦୂରେ ରହି। ବିନ୍ଧୁଛନ୍ତି ଯେତେ ବାଣ ତା କଳନା ନାହିଁ। କେହି ବାଣ ମାରି ରଥ ଦଣ୍ଡକୁ ତାହାର। ବେନିଖଣ୍ଡ କରିଦେଲା ହୋଇ କୋପ ଭର। ନିଶସ୍ତ୍ର ହେଲା ସେ ଯହୁଁ ନ ସ୍ଫୁରିଲା ବୁଦ୍ଧି। ବେଳୁ ବେଳ ଘୋଟି ଗଲା ତା ଶଙ୍କା ବ୍ୟାଧି। ସାହା ହେବାକୁ ସେଠାରେ କେହି ନାହିଁ ତାର। ବେନି ବାହା ବୁଲାଇଲା ଚକ୍ର ପରକାର। ଧନୁସର ଧରି ସେ ନିର୍ଦୟ ନୃପତି। ମାଇଲେ ଶକ୍ତି ମୁଦ୍ଗର ମାନ କେତେ କିଏ। ଘାଏ ଘୁମାଇ ପଡ଼ିଲା ତହିଁ ବୀରମଣି। ବାନ୍ଧି ପକାଇଲେ ନୃପେ ତାକୁ ସେହି କ୍ଷଣି। ବିଶାଳ ନଗରେ ବନ୍ଦୀ ମନ୍ଦିରେ ରଖିଲେ। ତାର ମଧ୍ୟରେ କେତେ ସୈନ୍ୟ ଲୁଚି ରହିଥିଲେ। ନୃପତି କୁମର ବନ୍ଦୀ ହେବା ଦେଖି କରି। କାନ୍ଦି କାନ୍ଦି ସର୍ବେ ପଳାଇଲେ ତହୁଁ ଡରି। ଆପଣା ଦେଶରେ ଯାଇ ପ୍ରବେଶ ହୋଇଲେ। ଯେଣେବା ନୃପତି ମାନେ ନିଶ୍ଚିତ ରହିଲେ। ଶୁଣିଲ ଟିକି ଗୋପ୍ରିୟେ ଚରିତ ଯାହା। ଯାହା ପଚାରିଥିଲ ମୁଁ କହିବଇଁ ତାହା। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ
शिव उमा संवादे राजपुत्र अभिक्षित बंधन कथन नाम 21 अध्याय। 22 अध्याय बलाश्व नृपतिर युद्ध यात्रा। पार्वती उवाच शंकर मुख चाहि कहन्ति जे गौरी एथु अन्ते किस हेला कुह शूलधारी आहे नाथ विक्षित बंदीरे रहिला कुह कुह से उतारू पुणी किस हेला। शंकर उवाच ईश्वर बोलन्ति पए शुण मन देई बलास नृपति आगे भोग बल जाई जणाइले मणिमा भो देव नर साई विषमद सापड़िला घटाइला बिहि विशाल नगरे तुम्भ सुत विक्षित बंदी होई रहिले हे जान नरनाथ रथ रथी अश्वगज सारथी सहिते सकळे निधन हेले जाइथिले जेते आम्भे 7 जण मात्र लुचि रहिथिलु जीवने थिबारु तुम्भ आगरे कहिलु अन्याय युद्ध करिण नरपति गण अक्लेशे अभिक्षित को कले से बंधन एक काले नृपति सर मान मारी कहुछि अन्याय युद्ध कले से जे परी केही धनुषर काटी खंड खंड कला केही सारथीर मुंड काटी पकाइला केही सैन्य वृंदंकु हे विनाशिले हेळे केही रथ दंड काटी पकाइले तळे केही कवच छेदिले होई क्रोध भोर केही अश्वगजंकर छिंडाइले शिर एही परि अन्याय युद्धरे राजा गण घेनि गले कुमारंकु करिण बंधन शुणी बलासो राजन विषण बदने कांदिले पुत्रर गुण बाहुनी तक्षणे तहु किछि क्षण परे दूत को पठाई पात्र मंत्री अमात्य को आनिले डकाई सेमानंको चाहिण बोइले नृपवर सकळे मिलिण एबे सुविचार कर जेउ परि मो पुत्र बंधन मुक्त हेब से उपाय कर शीघ्र पात्र मंत्री सर्व शुणिके बोले विशाल राजा को जे मार काहि पाई से नृपति कला स्वयंवर जेउ राजपुत्र रूप गुण रे सुंदर ताकु प्रदान न कला किंपा कन्या तार केहू बोले राजा मानंकु जे नाश कर किंपाई कले से माने अन्याय समर केहू बोले अभिक्षित कुमार तुम्भर आग करिय धर्म कला नृपवर बलात्कारी राजकन्या हरि बारुसीना एते शास्ति लोभिला से आहे महामना स्वयंवर विधि अटे मंत प्रकार स्वेच्छारे कन्या सीना बरंता जे बर प्रथमे जेणु अन्याय कले अभिक्षित सेमाने अन्याय युद्धे बोलाइले चित्त एथिपाई दंड किंपा पाइबे राजाए जे जहा जई से हो से ही फल पाए शुणी बलास नृपति मौन रहिले
ତାଙ୍କ ପାଟରାଣୀ ତହିଁ ବିଜେ କରିଥିଲେ। ସେ ବୀର ବଂଶୀୟ ପୁଣି ବୀର ପତ୍ନୀ ଜାଣ, ସହଜେ ବୀର ନାମକୁ କରିଛି ଧାରଣ। ସେ ସବୁ ଶ୍ରବଣ କରି ଶେଷରେ କହିଲା, ଯାହା ତାହା କହିଲ ମୋ ମନକୁ ନଇଲା। ମୁଁ ଯାହା କହୁଛି ଏବେ ଶୁଣ ନୃପବର, ଭଲ କାର୍ଯ୍ୟ କରିଛି ଯେ ଅବିକ୍ଷିତ ବୀର। ସ୍ୱୟଂବର ହୋଇଥିଲେ ବିଶାଳର ଝିଅ, ବଳାତ୍କାରେ ତାହାକୁ ଆଣିଲା ମୋର ପୁଅ। ସଭାରେ ଥାଇ ତ ଦେଖୁଥିଲେ ରାଜାଗଣ, ନ୍ୟାୟ ଯୁଦ୍ଧ କରୁଥିଲା ମୋହର ନନ୍ଦନ। 3 ଥର ଜୟ କଲା ଆହେ ରାଜେଶ୍ୱର, ବାରମ୍ବାର ବୀରପଣ ଦେଖାଇଲା ତାର। ଅନ୍ୟାୟ ଯୁଦ୍ଧି ରାଜାଏ ତାକୁ ଜିଣି କରି, ବନ୍ଦୀରେ ରଖି ଅଛନ୍ତି ମନେ କି ବିଚାରି। କ୍ଷତ୍ରିୟ ବୀର୍ଯ୍ୟ ସମ୍ଭୂତ ହୋଇଥିବ ଯେହୁ, କେବେ କାହାକୁ ତ କିଛି ନ ମାଗିବ ସେହୁ। ନ କହିବ ଦିନ କଥା ହେବ ରଣରଙ୍କା, ଚୋରି ନ କରିବ କେବେ ନ କରିବ ଶଙ୍କା। ନ କହିବ ନିଚ କଥା ହେବ ରଣରଙ୍କା, ଚୋରି ନ କରିବ କେବେ ନ କରିବ ଶଙ୍କା। କାପୁରୁଷ ପରି ଯୁଦ୍ଧ ଛାଡ଼ି ସେ ନ ଯିବ, ପ୍ରାଣପଣେ ଜୀବ ଥିବା ଯାଏ ସେ ଯୁଝିବ। ଗଜକୁମାରୀ ଯେପରି ସିଂହ ଘେନେ ମୋତି, ସ୍ୱୟଂବର ସେ ପୁରୁଷ ସିଂହ ସେହି ମୋତି। ରାଜାମାନଙ୍କୁ ଜିଣି ମୋ ପୁଅ ବିକ୍ଷିତ, କନ୍ୟା ରତ୍ନକୁ ହରିଲା ନୁହେଁ ଅନୁଚିତ। ବୀରଙ୍କ ମଧ୍ୟରେ ମହାବୀର ତେଣୁ ସେହି, ବଳେ କନ୍ୟା ରତ୍ନ ହରିଥିଲା ଭୀତି ନହି। କାତର ନ ହୋଇ ତୁମ୍ଭେ ସେହିଠାକୁ ଯାଅ, ହୃଦେ ଦମ୍ଭ ପଣ ରଖି ବୀରତ୍ୱ ଦେଖାଅ। କ୍ଷତ୍ରିୟର ଧର୍ମ ରଖ ଆହେ ପ୍ରାଣେଶ୍ୱର, ଅନ୍ତିମ କାଳେ ଲଭିବ ନିଶ୍ଚୟ ସ୍ୱର୍ଗପୁର। ରଥ ଗଜ ଅଶ୍ୱରଥୀ ସାରଥୀ ସହିତେ, ସୈନ୍ୟ ସାଜି ସେଠାବକୁ ଚଳ ହେ ତୋରିତେ। ନୃପତି ମାନଙ୍କୁ ଜିଣି ମୋ ବିକ୍ଷିତକୁ, ବନ୍ଦୀରୁ ମୁକ୍ତି କର କହୁଛି ତୁମ୍ଭଙ୍କୁ। ରାଣୀ ମୁଖୁ ଏ ବଚନ ଶୁଣି ନରପତି, ଆଜ୍ଞା ଦେଲେ ସଜ ହୁଅ ସୈନ୍ୟ ସେନାପତି। ପାତ୍ର ମନ୍ତ୍ରୀ ସାମନ୍ତ ଯେ ଅମାନତ୍ୟ ଗଣ, ଗହଣରେ ଚଳ ସର୍ବେ ନିର୍ଭୟ ହୋଇଣ। ଏତେ କହି ନିଜେ ରାଜା ବୀର ବେଶ ହେଲେ, ବାଦ୍ୟକାର ବୀର ବାଦ୍ୟମାନ ବଜାଇଲେ। ସାଗର ପରାୟ ସୈନ୍ୟ କି ଦେବୀ ଉପମା, ରଥ ଗଜ ଅଶ୍ୱମାନଙ୍କର ନାହିଁ ସୀମା। ବୈଦେଶ ନଗରେ ଯାଇ ହେଲେ ପରବେଶ, ଶିବିର ନିର୍ମାଣୀ ତହିଁ ରହିଲେ ନରେଶ। ପାର୍ବତୀ ଶୁଣିଣ ଭକ୍ତି ଭରେ ପ୍ରଣମିଲେ, ମନ ଶିବା ଶିବ ପାଦେ ଥାଉ ସଦା କାଳେ। ଇତି ଶ୍ରୀ ସୂର୍ଯ୍ୟପୁରାଣେ ଶିବ ଉମା ସମ୍ବାଦେ ବଳାସୁର ନୃପତିଙ୍କ ଯୁଦ୍ଧଯାତ୍ରା ବର୍ଣ୍ଣନମ୍ ନାମ 12 ଅଧ୍ୟାୟ।